ନମ୍ବର 1 ଘର ଆଲମିରାର କବାଟ କଦାପି ଗାଧୁଆ ଘର ଆଡ଼କୁ ଖୋଲିବା ଉଚିତ ନୁହେଁ। ଘରେ ଧନପ୍ରାପ୍ତି, ଶୁଭ କାର୍ଯ୍ୟ ଓ ଭାଗ୍ୟରେ ଶୁଭ ପରିବର୍ତ୍ତନ ପାଇଁ ଆଲମିରା ସାମ୍ନାରେ ଏକ ଆଇନା ରଖିବା ଆବଶ୍ୟକ। ନମ୍ବର 2 ସୁନା ଆଭୂଷଣ ରଖୁଥିବା ଆଲମିରା ଏହିପରି ଦିଗରେ ରଖନ୍ତୁ ଯେପରି ଆଲମିରାର କବାଟ ଉତ୍ତର ଦିଗକୁ ଖୋଲିବ। ଘରର ଧନ ଏବଂ ଆଭୂଷଣ ରଖିବା ପାଇଁ ଉତ୍ତର ଦିଗ ସବୁଠାରୁ ଶୁଭ ହୋଇଥାଏ। ନମ୍ବର 3 ଘରେ ଆଲମିରା ରଖୁଥିବା କକ୍ଷର କାନ୍ଥ ସର୍ବଦା ହଳଦିଆ ରଙ୍ଗର କରନ୍ତୁ। ଏହାଦ୍ୱାରା ଭଗବାନ କୁବେରଙ୍କ ବିଶେଷ କୃପା ମିଳିବା ସହିତ ଘରେ ସୁଖ ସମୃଦ୍ଧି ଏବଂ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। ନମ୍ବର 4 ପତି ପତ୍ନୀଙ୍କ ମଧ୍ୟରେ କଳହ ହେଉଥିଲେ ଏବଂ ଘରେ ଅଶାନ୍ତି ଲାଗି ରହୁଥିଲେ ଏକ କାଚ ପାତ୍ର କିମ୍ବା କାଚ ଗ୍ଲାସରେ କିଛି ଲୁଣ ରଖି ଏହାକୁ ଶୟନ କକ୍ଷରେ ରଖନ୍ତୁ। ଏହାଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହେବା ସହ ଘରେ ସୁଖ ଶାନ୍ତି ବୃଦ୍ଧି ହେବା ସହିତ ଦମ୍ପତିଙ୍କ ମଧ୍ୟରେ କଳହ ଦୂର ହୋଇଥାଏ। ନମ୍ବର 5 ସ୍ନାନ କରିବା ସମୟରେ ସାମାନ୍ୟ ଲୁଣ ପାଣିରେ ପକାଇ ସ୍ନାନ କରିବା ଦ୍ୱାରା ଆଳସ୍ୟ ଦୂର ହୋଇଥାଏ। ସତେଜ ଅନୁଭବ ହେବା ସହ କାର୍ଯ୍ୟ କରିବାକୁ ଆଗ୍ରହ ହୋଇଥାଏ। ନମ୍ବର 6 ଲୁଣ ଡବାରେ ଏକ ଲବଙ୍ଗ ପକାଇ ରଖନ୍ତୁ। ଏହି ଉପାୟକୁ ଅପଣାଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ନମ୍ବର 7 ଘରେ ଅଧିକ ଦିନ ଯାଏଁ ପରିବାର ସଦସ୍ୟଙ୍କର ରୋଗ ଲାଗି ରହୁଥିଲେ ସେହି ବ୍ୟକ୍ତିଙ୍କ ବିଛଣା ତଳେ ଏକ କାଚ ବୋତଲରେ ପାଣିରେ ଲୁଣ ମିଶାଇ ରଖନ୍ତୁ। ଦେଖିବେ ସେହି ବ୍ୟକ୍ତିଙ୍କର ବହୁତ ଜଲ୍ଦି ସ୍ୱାସ୍ଥ୍ୟ ଉନ୍ନତି ହେବାକୁ ଲାଗିବ। ନମ୍ବର 8 ପାଣିରେ ଲୁଣ ପକାଇ ଘର ପୋଛା କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହେବା ସହିତ ଘରୁ କଳହ ଦୂର ହୋଇଥାଏ। ସଫଳତା ପାଇବାକୁ ଇଚ୍ଛା ଥିଲେ ପାଣିରେ ଲୁଣ ପକାଇ ଘର ନିଶ୍ଚୟ ପୋଛନ୍ତୁ। ଏହାଦ୍ୱାରା ଦୁର୍ଭାଗ୍ୟ ଦୂର ହୋଇଥାଏ। ନମ୍ବର 9 ସୁନା ଦାନ କରିବା ଦ୍ୱାରା ଶୁଭଙ୍କର ହୋଇଥାଏ କିନ୍ତୁ ସୁନା ହଜିବା ଦ୍ୱାରା ମିଳିବା ଶୁଭଙ୍କର ନୁହେଁ। ସୁନା ହଜିବା ଦ୍ୱାରା ଅର୍ଥହାନି ହୋଇଥାଏ। ନମ୍ବର 10 ସୁନା ଆଭୂଷଣ କିଣିବା ପାଇଁ ରବିବାର, ସୋମବାର, ମଙ୍ଗଳବାର ଏବଂ ଗୁରୁବାର ସବୁଠାରୁ ଉତ୍ତମ ଦିନ। ଏହା ସହ ବିଶେଷ ଦିନ ଦୀପାବଳି ଓ ଅକ୍ଷୟ ତୃତୀୟା ଆଦି ଦିନରେ ସୁନା କିଣିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହିତ ଧନପ୍ରାପ୍ତ ହୋଇଥାଏ। ନମ୍ବର 11 ଘରେ ପାରା ବସା ତିଆରି କରିବା ଅଶୁଭ ବୋଲି ବିବେଚନା କରାଯାଇଥାଏ କାରଣ ପରିବାରର ସୁଖ ଶାନ୍ତି ଭଙ୍ଗ ହେବା ସହ ଦାରିଦ୍ର୍ୟତା ଆସିଥାଏ ଏବଂ ପରିବାରର
ସଦସ୍ୟଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।